ଦ୍ୱାପର ଯୁଗର ଏହି କାହାଣୀ ଭାରତରେ ସୌରାଷ୍ଟ୍ରରେ ଘଟିଥିଲା। ସେତେବେଳେ ସୌରାଷ୍ଟ୍ରରେ ଭଦ୍ରସଭା ନାମକ ଜଣେ ରାଜା ଥିଲେ। ସେ ବହୁତ ଶକ୍ତିଶାଳୀ ରାଜା ଥିଲେ। ତାଙ୍କ ରାଣୀଙ୍କ ନାମ ସୁରଚନ୍ଦ୍ରିକା ଥିଲା। ରାଣୀ ସୁନ୍ଦର ଏବଂ ସୁଲକ୍ଷଣା ଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ଥିଲେ। ଦୁହେଁ 7 ପୁଅ ଏବଂ ପରେ ଗୋଟିଏ ଝିଅ ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ପ୍ରାପ୍ତ ହେଲେ। ଝିଅଟିର ନାମ ଶ୍ୟାମବାଳା ଥିଲା। ଥରେ ମହାଲକ୍ଷ୍ମୀଙ୍କ ମନକୁ ଆସିଲା ଯେ ସେହି ରାଜାଙ୍କ ରାଜପ୍ରସାଦରେ ରହିବାକୁ। ଏହାଦ୍ୱାରା ରାଜା 2 ଗୁଣ ଧନ ପାଇବେ ଏବଂ ସେ ଏହି ଧନରେ ନିଜ ଅଧିବାସୀମାନଙ୍କୁ ଅଧିକ ସୁଖ ଦେବାରେ ସକ୍ଷମ ହେବେ। ମା ଲକ୍ଷ୍ମୀ ଭାବିଲେ, ଯଦି ସେ ଜଣେ ଗରିବ ଲୋକ ଘରେ ରୁହନ୍ତି ଏବଂ ସେହି ଲୋକ ଧନ ପାଆନ୍ତି, ତେବେ ସେ ଏହାକୁ ନିଜର ସ୍ୱାର୍ଥପର ବ୍ୟକ୍ତି ଭାବରେ ନିଜ ପାଇଁ ଖର୍ଚ୍ଚ କରିବେ। ଏହା ଭାବି ଶ୍ରୀ ମହାଲକ୍ଷ୍ମୀ ଜଣେ ବୃଦ୍ଧ ବ୍ରାହ୍ମଣ ମହିଳାଙ୍କ ରୂପ ନେଇ ତାଙ୍କ ହାତରେ ବାଡ଼ି ଖଣ୍ଡିଏ ଧରି ରାଣୀଙ୍କ ଦ୍ୱାରରେ ପହଞ୍ଚିଲେ। ଯଦିଓ ସେ ଜଣେ ବୃଦ୍ଧ ସ୍ତ୍ରୀର ରୂପ ନେଇଥିଲେ, ତଥାପି ତାଙ୍କ ମୁହଁରେ ଦେବୀଙ୍କର ଅଲୌକିକ ତେଜ ଥିଲା। ଜଣେ ଦାସୀ ତାଙ୍କୁ ଦେଖିବା ମାତ୍ରେ ପାଖକୁ ଆସି ତାଙ୍କ ନାମ, ବାସସ୍ଥାନ, ବୃତ୍ତି ଏବଂ ଧର୍ମ ବିଷୟରେ ପଚାରିଲା। ମାତା ଲକ୍ଷ୍ମୀ ବ୍ରାହ୍ମଣୀର ରୂପ ନେଇ କହିଲେ, ମା, ମୋର ନାମ କମଳା। ମୋ ସ୍ୱାମୀଙ୍କ ନାମ ଭୁବନେଶ୍ୱର। ଆମେ ଦ୍ୱାରିକାରେ ବାସ କରୁଛୁ। ତୁମର ରାଣୀ ତାଙ୍କ ପୂର୍ବ ଜନ୍ମରେ ଜଣେ ବୈଷ୍ଣବଙ୍କ ପତ୍ନୀ ଥିଲେ। ସେହି ବୈଷ୍ଣବ ଗରିବ ଥିଲେ। ଦାରିଦ୍ର୍ୟ ହେତୁ ଘରେ ପ୍ରତିଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ଏବଂ ସ୍ୱାମୀ ତାଙ୍କୁ ପ୍ରତିଦିନ ମାଡ଼ ମାରୁଥିଲେ। ଏହି କଥାରେ ଅସନ୍ତୁଷ୍ଟ ହୋଇ ସେ ଘରୁ ବାହାରି ଆସିଲେ। ଖାଲି ପେଟରେ ଜଙ୍ଗଲରେ ବୁଲିବାକୁ ଲାଗିଲେ। ମୁଁ ତାଙ୍କ ଦୁଃଖ ଦେଖି ଦୟା ଅନୁଭବ କଲି। ତାପରେ ମୁଁ ତାଙ୍କୁ ଶ୍ରୀ ମହାଲକ୍ଷ୍ମୀଙ୍କ କାହାଣୀ କହିଲି, ଯିଏ ସୁଖ ଏବଂ ଧନର ଦେବୀ। ମୋର ଅନୁରୋଧ କ୍ରମେ ସେ ଶ୍ରୀ ମହାଲକ୍ଷ୍ମୀଙ୍କ ଉପବାସ ପାଳନ କଲେ। ଶ୍ରୀ ମହାଲକ୍ଷ୍ମୀ ତାଙ୍କ ପୂଜାରେ ସନ୍ତୁଷ୍ଟ ହେଲେ ଏବଂ ତାଙ୍କର ଦାରିଦ୍ର୍ୟ ଦୂର ହେଲା। ତାଙ୍କ ଘର ସନ୍ତାନ ଓ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଗଲା। ସମୟକ୍ରମେ ଉଭୟ ସ୍ୱାମୀ ସ୍ତ୍ରୀ ଦେହତ୍ୟାଗ କରିଥିଲେ। ଲକ୍ଷ୍ମୀବ୍ରତ ଉପବାସ ହେତୁ ସେ ଲକ୍ଷ୍ମୀ ଲୋକରେ ରହିଲେ। ସେ ଯେତେ ବର୍ଷ ମହାଲକ୍ଷ୍ମୀ ଉପବାସ ରଖିଥିଲେ, ତାହାର 1000 ଗୁଣ ଅଧିକ ବର୍ଷ ପାଇଁ ସୁଖ ଭୋଗ କଲେ। ଏହି ଜନ୍ମରେ ସେ ଏକ ରାଜ ପରିବାରରେ ଜନ୍ମ ହୋଇଛନ୍ତି, କିନ୍ତୁ ସେ ଶ୍ରୀ ମହାଲକ୍ଷ୍ମୀଙ୍କ ଉପବାସ ପାଳନ କରିବାକୁ ଭୁଲି ଯାଇଛନ୍ତି। ତାଙ୍କୁ ଏ ବିଷୟରେ ମନେ ପକାଇବାକୁ ମୁଁ ଏଠାକୁ ଆସିଛି। ବୁଢ଼ୀଙ୍କର କାହାଣୀ ଶୁଣିବା ପରେ ଦାସୀ ତାଙ୍କୁ ପ୍ରଣାମ କରି ଶ୍ରୀ ମହାଲକ୍ଷ୍ମୀଙ୍କ ଉପବାସ କିପରି ପାଳନ କରାଯିବ ବୋଲି ପଚାରିଥିଲେ। ଶ୍ରୀ ମହାଲକ୍ଷ୍ମୀ ମାତା ଜଣେ ବୃଦ୍ଧ ମହିଳାଙ୍କ ରୂପରେ ଦାସୀଙ୍କୁ ପୂଜା ପାଠର ପଦ୍ଧତି ଏବଂ ପୂଜା ଉପବାସର ନିୟମ ବିଷୟରେ କହିଲେ। ଏହାପରେ ସେ ଦାସୀ ମାଙ୍କୁ ପ୍ରଣାମ କରି ରାଣୀଙ୍କୁ ଜଣାଇବାକୁ ଭିତରକୁ ଗଲା। ରାଜକୀୟ ଢଙ୍ଗରେ ବାସ କରୁଥିବା ବେଳେ ରାଣୀ ତାଙ୍କ ଅପାରଗତା ପାଇଁ ବହୁତ ଗର୍ବିତ ଥିଲେ। ଧନ ଏବଂ ଶକ୍ତି ହେତୁ ସେ ପାଗଳ ହୋଇଯାଇଥିଲେ। ସେଥିପାଇଁ ବୁଢ଼ୀ ମା କହିଥିବା ଶବ୍ଦ ଶୁଣି ସେ ରାଗିଯାଇ ରାଜଦ୍ୱାରକୁ ଆସି ଶ୍ରୀ ମହାଲକ୍ଷ୍ମୀଙ୍କୁ ନିସ୍ତୁକ ଭାବରେ ପିଟିଲେ। ସେ ଜାଣିନଥିଲେ ଯେ ଶ୍ରୀ ମହାଲକ୍ଷ୍ମୀ ମାତା ନିଜେ ଜଣେ ବୃଦ୍ଧ ମହିଳାଙ୍କ ରୂପରେ ଦ୍ୱାର ନିକଟକୁ ଆସିଛନ୍ତି। କିନ୍ତୁ ରାଣୀଙ୍କ ଅଭଦ୍ର ବ୍ୟବହାର ଏବଂ ତାଙ୍କର ଅସମ୍ମାନ ଦେଖି ମା ସେଠାରେ ରହିବା ଠିକ୍ ମନେ କଲେ ନାହିଁ। ସେ ସେଠାରୁ ଚାଲିଗଲେ। ବାଟରେ ସେ ରାଜକୁମାରୀ ଶ୍ୟାମବାଳାଙ୍କୁ ଭେଟିଥିଲେ। ମା ତାଙ୍କ ପ୍ରତି ଦୟା ଅନୁଭବ କଲେ। ସେ ଶ୍ୟାମବାଳାଙ୍କୁ ଶ୍ରୀ ମହାଲକ୍ଷ୍ମୀଙ୍କ ବ୍ରତ ବିଷୟରେ କହିଲେ। ସେହିଦିନ ମାର୍ଗଶିର ମାସର ପ୍ରଥମ ଗୁରୁବାର ଥିଲା। ଶ୍ୟାମବାଳା ଅତ୍ୟନ୍ତ ଭକ୍ତିର ସହିତ ଶ୍ରୀ ମହାଲକ୍ଷ୍ମୀଙ୍କ ଉପବାସ ପାଳନ କରିଥିଲେ। ଫଳସ୍ୱରୂପ ସେ ରାଜା ସିଦ୍ଧେଶ୍ୱରଙ୍କ ପୁତ୍ର ମାଳାଧରଙ୍କୁ ବିବାହ କରିଥିଲେ। ତାଙ୍କ ଘର ଧନ, ଧାନ୍ୟ, ସୁଖ, ସମ୍ପତ୍ତିରେ ଭରିଗଲା। ସେ ତାଙ୍କ ସ୍ୱାମୀଙ୍କ ସହିତ ଶାଶୁଘରେ ଖୁସିରେ ଦିନ କାଟିବାକୁ ଲାଗିଲେ। ଅନ୍ୟପକ୍ଷରେ ଶ୍ରୀ ମହାଲକ୍ଷ୍ମୀ ରାଣୀଙ୍କ ଉପରେ ରାଗିଗଲେ। ଫଳସ୍ୱରୂପ ରାଜା ଭଦ୍ରଶ୍ରବାଙ୍କର ରାଜ୍ୟ ଏବଂ ବ୍ୟବସାୟ ନଷ୍ଟ ହୋଇଗଲା। ଏପରିକି ଖାଦ୍ୟର ଅଭାବ ମଧ୍ୟ ହୋଇଗଲା। ଏପରି ପରିସ୍ଥିତିରେ ଦିନେ ରାଣୀ ରାଜାଙ୍କୁ ଅନୁରୋଧ କଲେ, ଆମର ଜ୍ୱାଇଁ ଏତେ ମହାନ ରାଜା, ସେ ଧନୀ ଏବଂ ସମୃଦ୍ଧ। ଆମେ ତାଙ୍କ ପାଖକୁ ଯାଇ ତାଙ୍କୁ ଆମର ଅବସ୍ଥା ବିଷୟରେ କହିବା। ସେ ନିଶ୍ଚୟ ଭାବରେ ଆମକୁ ସାହାଯ୍ୟ କରିବେ। ଏହା ଶୁଣି ରାଜା ଭଦ୍ରସଭା ତାଙ୍କ ଜ୍ୱାଇଁଙ୍କ ରାଜ୍ୟକୁ ଚାଲିଗଲେ। ରାଜ୍ୟରେ ପହଞ୍ଚିବା ପରେ ସେ ଏକ ପୋଖରୀ କୂଳରେ ବିଶ୍ରାମ ପାଇଁ ଅଟକିଗଲେ। ସେହି ରାଜ୍ୟର ଦାସୀମାନେ ତାଙ୍କୁ ପୋଖରୀରୁ ପାଣି ସଂଗ୍ରହ କରିବାକୁ ଆସୁଥିବା ସମୟରେ ଦେଖିଲେ।
ସେ ତାଙ୍କ ବିଷୟରେ ଭଦ୍ର ଭାବରେ ପଚାରିଲେ ଏବଂ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ରାଣୀ ଶ୍ୟାମବାଳାଙ୍କ ପିତା, ସେ ଦୌଡ଼ି ଯାଇ ପୁରା ଘଟଣା କାହାଣୀକୁ ରାଣୀଙ୍କୁ ଜଣାଇଲେ। ରାଣୀ ତାଙ୍କୁ ରାଜକୀୟ ପୋଷାକ ଦାସୀ ହାତରେ ପଠାଇ ତାଙ୍କୁ ନିଜ ରାଜ୍ୟକୁ ସ୍ୱାଗତ କଲେ ଏବଂ ସମ୍ମାନିତ କରିଥିଲେ। ଖାଦ୍ୟ ଏବଂ ପାନୀୟ ଯୋଗାଇ ଦେଲେ। ଯେତେବେଳେ ସେ ଫେରିବା ଆରମ୍ଭ କଲେ ସେତେବେଳେ ସେ ତାଙ୍କୁ ସୁନା ମୁଦ୍ରା ଭର୍ତ୍ତି ଏକ ହାଣ୍ଡି ଦେଲେ। ଯେତେବେଳେ ରାଜା ଭଦ୍ରସଭା ଫେରି ଆସିଲେ ରାଣୀ ସୁରଚନ୍ଦ୍ରିକା ତାଙ୍କୁ ଦେଖି ଖୁସି ହେଲେ। ସେ ସୁନା ମୁଦ୍ରାରେ ଭର୍ତ୍ତି ପାତ୍ରର ମୁଖ ଖୋଲିଲେ, କିନ୍ତୁ ହେ ଭଗବାନ, ଟଙ୍କା ବଦଳରେ ହାଣ୍ଡିରେ କୋଇଲା ମିଳିଲା। ଶ୍ରୀ ମହାଲକ୍ଷ୍ମୀଙ୍କ କ୍ରୋଧ ହେତୁ ଏହିସବୁ ଘଟଣା ଘଟିଗଲା। ତେଣୁ ଏହି ଦୁଃଖରେ ଆହୁରି ଅନେକ ଦିନ ବିତିଗଲା। ଏଥର ରାଣୀ ନିଜେ ତାଙ୍କ ଝିଅ ପାଖକୁ ଗଲେ। ସେହିଦିନ ମାର୍ଗଶିର ମାସର ଶେଷ ଗୁରୁବାର ଥିଲା। ଶ୍ୟାମବାଳା ଉପବାସ କରି ଶ୍ରୀ ମହାଲକ୍ଷ୍ମୀଙ୍କୁ ପୂଜା କଲେ ଏବଂ ତାଙ୍କ ମାଆଙ୍କୁ ଶ୍ରୀ ମହାଲକ୍ଷ୍ମୀଙ୍କ ବ୍ରତ ଉପବାସ ପାଳନ କରିବା ପାଇଁ ବାଧ୍ୟ କଲେ। ଏହାପରେ ରାଣୀ ତାଙ୍କ ଘରକୁ ଆସିଲେ। ଶ୍ରୀ ମହାଲକ୍ଷ୍ମୀଙ୍କ ଉପବାସ ପାଳନ କରି ସେ ପୁନର୍ବାର ତାଙ୍କ ରାଜ୍ୟ, ଧନ ଏବଂ ଅପାରଗତା ପାଇଲେ। ସେ ପୁଣି ସୁଖ, ଶାନ୍ତି ଏବଂ ଆନନ୍ଦ ସହିତ ଜୀବନ ବିତାଇବା ଆରମ୍ଭ କଲେ। କିଛି ଦିନ ପରେ ରାଜକୁମାରୀ ଶ୍ୟାମବାଳା ତାଙ୍କ ପିତାଙ୍କ ଘରକୁ ଆସିଲେ। ସୁରଚନ୍ଦ୍ରିକା ପୁରୁଣା କଥାଗୁଡ଼ିକୁ ମନେ ପକାଇଲେ। କିପରି ଶ୍ୟାମବାଳା ତାଙ୍କ ପିତାଙ୍କୁ କୋଇଲା ଭର୍ତ୍ତି ଏକ ପାତ୍ର ଦେଇଥିଲେ ଏବଂ ତାଙ୍କୁ କିଛି ଦେଇନଥିଲେ। ଏହି କାରଣରୁ ପିତାଙ୍କ ଘରକୁ ଆସିବା ପରେ ଶ୍ୟାମବାଳାଙ୍କୁ କୌଣସି ସମ୍ମାନ ଏବଂ ଆତିଥ୍ୟ ଦିଆଯାଇନଥିଲା, ବରଂ ଏହା ଅସମ୍ମାନ ଥିଲା। କିନ୍ତୁ ସେ ବିଷୟରେ ଖରାପ ଅନୁଭବ କଲେ ନାହିଁ। ଘରକୁ ଫେରିବା ବେଳେ ସେ ତାଙ୍କ ପିତାଙ୍କ ଘରୁ କିଛି ଲୁଣ ଆଣିଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ପଚାରିଲେ, ତୁମ ପିତାମାତାଙ୍କ ଘରୁ କ'ଣ ଆଣିଛ? ସେ ଉତ୍ତର ଦେଲେ, ମୁଁ ସେଠାରୁ ମୂଳ ଆଣିଛି। ସ୍ୱାମୀ ପଚାରିଲେ, ଏହାର ଅର୍ଥ କ'ଣ? ଶ୍ୟାମବାଳା କହିଲେ, କିଛି ସମୟ ଧୈର୍ଯ୍ୟ ରଖ, ସବୁ କିଛି ଜଣାପଡ଼ିଯିବ। ସେଦିନ ଶ୍ୟାମବାଳା ଲୁଣ ନ ପକାଇ ସମସ୍ତ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କଲେ। ସ୍ୱାମୀ ଖାଦ୍ୟର ସ୍ୱାଦ ଚାଖିଲେ। ସମସ୍ତ ଖାଦ୍ୟ ଲୁଣ ବିନା, ତେଣୁ ସ୍ୱାଦ ନଥିଲା। ତାପରେ ଶ୍ୟାମବାଳା ଥାଳିରେ ଲୁଣ ମିଶାଇଲେ, ଯାହାଦ୍ୱାରା ଖାଦ୍ୟକୁ ସ୍ୱାଦିଷ୍ଟ କଲା। ତାପରେ ଶ୍ୟାମବାଳା ତାଙ୍କ ସ୍ୱାମୀଙ୍କୁ କହିଲେ, ଏହା ହେଉଛି ମୂଳ, ଯାହା ତାଙ୍କ ମାତୃଘରୁ ଆଣିଥିଲେ। ସ୍ୱାମୀ ତାଙ୍କ କଥାକୁ ସଠିକ୍ ଭାବରେ ପାଇଲେ। ତାପରେ ଦୁହେଁ ହସିବା ଓ ଥଟ୍ଟା କରି ଖାଇବା ଆରମ୍ଭ କଲେ। କୁହାଯାଏ ଯେ ଯିଏ ଶ୍ରୀ ମହାଲକ୍ଷ୍ମୀଙ୍କୁ ଏହିପରି ଭକ୍ତି ସହିତ ପୂଜା କରେ ସେ ମାତାଙ୍କର ଆଶୀର୍ବାଦ ପ୍ରାପ୍ତି କରେ, ସୁଖ, ଧନ, ଶାନ୍ତି ପାଇଥାଏ ଏବଂ ସମସ୍ତ ଇଚ୍ଛା ତାର ପୂରଣ ହୁଏ। କିନ୍ତୁ ଏସବୁ ହାସଲ କରିବା ପରେ ଜଣେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଭୁଲିଯିବା ଉଚିତ ନୁହେଁ। ପ୍ରତି ଗୁରୁବାରରେ ଉପବାସ ପାଳନ କରିବା ଆବଶ୍ୟକ। ଏହିପରି ଶ୍ରୀ ମହାଲକ୍ଷ୍ମୀଙ୍କ ବ୍ରତ ଭକ୍ତଙ୍କ ଇଚ୍ଛା ପୂରଣ କରେ।